ଚାଲିଛି ନୂଆପଡ଼ା ଉପନିର୍ବାଚନର ଫଳାଫଳ। ଫଳାଫଳ ଯେତେ ପାଖ ଆସୁଛି, ରାଉଣ୍ଡ ପରିସର ଆସୁଛି, ଅନ୍ତିମ ପର୍ଯ୍ୟାୟ ପାଖକୁ ଆସୁଛି, ସେତେ ସଂଖ୍ୟାରେ ବିଜେପି ଲିଡ୍ କରି ଚାଲିଛି। ଆସନ୍ତୁ ଆମ ସହିତ ବର୍ତ୍ତମାନ ଆମେ ଅଛୁ ପଦ୍ମପୁରରେ ଯେଉଁ ଜାଗାରେ କି ଆମ ସହିତ ଜଣେ ବିଜେପି ନେତା ଅଛନ୍ତି, ଜଣେ ବରିଷ୍ଠ ନେତା, ସିଧାସଳଖ ତାଙ୍କରି ପ୍ରତିକ୍ରିୟା ନେବା କି କ'ଣ ରହିଛି ତାଙ୍କରି ପ୍ରତିକ୍ରିୟା କି ଏହି ଯେଉଁ ବିଜୟ ଆଗକୁ ଯେଉଁ ବିଜେପି ଆଗକୁ ବଢି ବଢି ଚାଲିଛି, ଏହାର ଉପରେ କ'ଣ ପ୍ରତିକ୍ରିୟା ଦେବେ? ଆସନ୍ତୁ ସିଧାସଳଖ ତାଙ୍କରି ପ୍ରତିକ୍ରିୟା ନେବା। ଚିନ୍ମୟ କୁମାର ପଣ୍ଡା, ସୋସିଆଲ ମିଡିଆ, ଓଡ଼ିଶା ଭାରତୀୟ ଜନତା ପାର୍ଟିର ରାଜ୍ୟ ସହ ସଂଯୋଜକ। ଦେଖନ୍ତୁ, ଆମେ ଆଗରୁ ବି କହିଥିଲୁ, ଏବେ ବି କହୁଛୁ ଯେ ଭାରତୀୟ ଜନତା ପାର୍ଟିଙ୍କ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଯୋଉ ଓଡ଼ିଶାରେ ସରକାର ଚାଲିଛି, ଗୋଟେ ବିକାଶର ଧାରା ସେ ପ୍ରୟାସ ଆରମ୍ଭ କରିଛି। ଆଉ ଦେଶରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଯୋଉ ବିକାଶର ଧାରା ଚାଲିଛି, ତାକୁ ସମସ୍ତେ ଭାରତବାସୀ ଗ୍ରହଣ କରୁଛନ୍ତି। ଆପଣମାନେ ଦେଖିପାରୁଥିବେ, ଖାଲି ନୂଆପଡ଼ାରେ ନାହିଁ, ବିହାରରେ ବି ବିପୁଳ ମାତ୍ରାରେ ଏନଡିଏ ବିଜୟ ଲାଭ କରୁଛି, ଆଗକୁ ବଢି ଚାଲିଛି। ନିଶ୍ଚିତ ଭାବରେ ଏଇଟା ଗୋଟେ ମାନେ ଜନସମର୍ଥନ, ଏଇଟା ଅକୁଣ୍ଠ ଜନସମର୍ଥନ ଭାରତୀୟ ଜନତା ପାର୍ଟି ପ୍ରତି, ବିଜେପି ପ୍ରତି ଲୋକଙ୍କର ରହିଛି। ଆଉ ଏଇଟା ନୂଆପଡ଼ା ତ ପୁରା ୱାନ୍ ସାଇଡେଡ୍। ସେମାନେ ତ ସେଠି ପ୍ରାର୍ଥୀ ବି ପାଇନଥିଲେ, ବାହାରୁ ଗୋଟେ ନେଇକି ଗୋଟେ ପ୍ରାର୍ଥୀ ଦେଇଥିଲେ। ଅତାବିରାରେ ଯାହାକୁ ଯୋଉ ନେତ୍ରୀକୁ ପ୍ରତ୍ୟାଖ୍ୟାନ କରିଥିଲେ ଅତାବିରାବାସୀ, ନିଜ ନିର୍ବାଚନ ମଣ୍ଡଳୀବାସୀ, ତାଙ୍କୁ ନେଇକି ସେଠି ମାନେ ଗୋଟେ ଲଦି ଦେବାର ପ୍ରୟାସ କରିଥିଲା ବିଜୁ ଜନତା ଦଳ। ସେ ସେଠି ପୁଣି ଗୋଟେ ବାହାନା କରିଥିଲେ ଯେ ଏଟା ମୋ ମାମୁଁ ଘର ବୋଲି। ମୁଁ ତ କହିବି ଯେ ତାଙ୍କୁ ତାଙ୍କର ମାମୁଁ ମାଇ ବି ଠକିଦେଲେ ବୋଲିକି ଭୋଟ ନ ଦେଇକି। ନିଶ୍ଚିତ ଭାବରେ ଏଟା ଗୋଟେ ଲଜ୍ଜାଜନକ ପର୍ଯ୍ୟାୟ। ଏମାନଙ୍କର ଯୋଉ ଘମଣ୍ଡ, ଆପଣମାନେ ଦେଖୁଥିବେ ସେମାନେ କୋଉ ପ୍ରକାର ଅଭଦ୍ରାମୀ କରନ୍ତି। ତାଙ୍କ ବିଜୁ ଜନତା ଦଳ କର୍ମୀ ମାନେ କୋଉ ପ୍ରକାର ଭାଷା ବ୍ୟବହାର କରନ୍ତି। ନିଜ ମା ଭଉଣୀଙ୍କୁ ବି ଯେତେବେଳେ ସୋସିଆଲ ମିଡିଆ ଆକାଉଣ୍ଟ ଥିବେ, ସେମାନେ କୋଉ ପ୍ରକାର ଭାଷା ବ୍ୟବହାର କରନ୍ତି, ଯୋଉମାନେ ଆପଣ ପଢିପାରିବେନି, ଦେଖିପାରିବେନି। ତଥାପି ସେମାନଙ୍କର ଗର୍ବ ଯାଇନି। କ୍ଷମତାରୁ ବିଚ୍ୟୁତ ହେଲା ପରେ ବି ସେମାନଙ୍କର ଗର୍ବ ଅହଙ୍କାର ଯାଇନି। ସବୁବେଳେ ସେମାନେ ସାମ୍ନା ବାଲା ଅନ୍ୟ ଦଳଙ୍କ ପ୍ରତି ବହୁତ ଖରାପ ବ୍ୟବହାର କରନ୍ତି, ବହୁତ ଖରାପ ଅଶ୍ଳୀଳ ଭାଷା ପ୍ରୟୋଗ କରନ୍ତି। ନିଶ୍ଚିତ ଭାବରେ ନୂଆପଡ଼ାବାସୀ ତାର ଜବାବ ଦେଇଛନ୍ତି। ସେମାନେ ଯୋଉ ତାଙ୍କର ଗର୍ବ ଅହଙ୍କାର ନେଇକି ଯୋଉ ବଞ୍ଚୁଛନ୍ତି, ଏଇଟା ଗୋଟେ ତାଙ୍କ ଗର୍ବ ଅହଙ୍କାର ଗୋଟେ ଶକ୍ତ ପ୍ରହାର। ମୁଁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ତାଙ୍କ ପ୍ରତି ଆମ ଭାରତୀୟ ଜନତା ପାର୍ଟି ପ୍ରତି ଯୋଉ ପ୍ରକାରର ଅକୁଣ୍ଠ ଭଲ ପାଇବା ଜଣେଇଛନ୍ତି, ନିଶ୍ଚିତ ଭାବରେ ଆମେ ତାଙ୍କ ପାଖରେ ଚିରକୃତଜ୍ଞ, ଋଣୀ। ନିଶ୍ଚିତ ଭାବରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆପଡ଼ାର ଦାୟିତ୍ୱ ମୋହନ ଚରଣ ମାଝୀଙ୍କର। ନିଶ୍ଚିତ ଭାବରେ ଆଗାମୀ ଦିନରେ ନୂଆପଡ଼ା ଏକ ନୂତନ ସୂର୍ଯ୍ୟୋଦୟ ଦେଖିବ, ନୂତନ ବିକାଶ ଧାରା ଦେଖିବ। ଆଉ ଏଥିପାଇଁ ସମସ୍ତେ ନୂଆପଡ଼ାବାସୀ ଯୋଉ ମାନେ ଅକୁଣ୍ଠ ଭଲ ପାଇବା, ଏତେ ବିପୁଳ ବ୍ୟବଧାନ ଯୋଉ ଭୋଟ ଦେଇକି ମାନେ ବିଜୟ ଲାଭ କରୁଛନ୍ତି, ତାର ପ୍ରତ୍ୟୁତ୍ତର ନିଶ୍ଚିତ ଭାବରେ ଭାରତୀୟ ଜନତା ପାର୍ଟି ଦେବ ସେମାନଙ୍କୁ। ଆମର ଚିନ୍ମୟ କୁମାର ପଣ୍ଡା, ଯିଏକି ଭାରତୀୟ ଜନତା ପାର୍ଟିର ମିଡିଆ ସ୍ତରର ରାଜ୍ୟ ସଂଯୋଜକ ଅଛନ୍ତି, ସେ ପ୍ରତିକ୍ରିୟା ରଖୁଥିଲେ କି ଯେଉଁଭଳି ଭାବରେ ନୂଆପଡ଼ାରେ ପ୍ରାର୍ଥୀ ମଧ୍ୟ ବିଜେଡି ପାଇନଥିଲା ଏବଂ ଅତାବିରାରୁ ଜଣକୁ ନେଇକି ସେଠି ଛିଡା କରାଇଥିଲା, ତାହା ତାଙ୍କର ଭୁଲ। ଏବଂ ସେ କହୁଥିଲେ, ଗୋଟେ ବଡ କଥା କହିଲେ କି ସ୍ନେହାଙ୍ଗିନୀ ଚୁରିଆ ବହୁତ ଦାବି କରୁଥିଲେ କି ନୂଆପଡ଼ା ହଉଛି ମୋର ମାମୁଁ ଘର। ସେ କହିଲେ କି ନୂଆପଡ଼ା ମାମୁଁ ଘର ଲୋକେ ନୂଆପଡ଼ାବାସୀ ସ୍ନେହାଙ୍ଗିନୀ ଚୁରିଆଙ୍କୁ ଠକିଥିଲେ। ତାହା ତାଙ୍କର ଗୋଟେ ବଡ ଯୁକ୍ତି ଥିଲା। ତାହା ହିଁ ପ୍ରମାଣ କରୁଛି ମାମୁଁ ଘର ଲୋକେ କେତେ ଭଲ ପାଉଥିଲେ ସ୍ନେହାଙ୍ଗିନୀ ଚୁରିଆଙ୍କୁ। ପଦମପୁରରୁ କ୍ୟାମେରାମ୍ୟାନ ଭାଗୀରଥ ସହିତ ମୁଁ ଆଶିଷ କୁମାର ଭାଇ, ବଡ ଖବର।